ଓ ସୀତାଙ୍କ ବିବାହ ଉତ୍ସବ ପରେ ପଞ୍ଚଦଶ ଛାନ୍ଦ ମଧୁଶଯ୍ୟା ଗୃହ ବର୍ଣ୍ଣନାରୁ ଆରମ୍ଭ ହୋଇଛି। ପୂର୍ବରୁ ଉପେନ୍ଦ୍ର ଭଞ୍ଜ ନିଜକୁ ବୈଷ୍ଣବ ଓ କବି ଭାବରେ ପରିଚିତ କରାଇଛନ୍ତି। ଜଣେ ବୈଷ୍ଣବ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମଧୁଶଯ୍ୟା ବର୍ଣ୍ଣନା କରିବାକୁ ହୁଏତ କୁଣ୍ଠାବୋଧ କରିବ, କିନ୍ତୁ ବୈଷ୍ଣବ ଉପେନ୍ଦ୍ର ଭଞ୍ଜଙ୍କର ଏ କୁଣ୍ଠାକୁ ଅପସାରଣ କରି କବି ଉପେନ୍ଦ୍ର ଅକୁଣ୍ଠ ଭାବେ ରାମ ସୀତାଙ୍କ ମାନବୋଚିତ ମଧୁଶଯ୍ୟାର ବର୍ଣ୍ଣନା ଦେଇଛନ୍ତି। ଏଠାରେ ଶ୍ରୀରାମ ବୈଦେହୀଙ୍କ ଆଦର୍ଶ ପତି ଓ ପ୍ରଣୟୀ, ପତିକୁ ପ୍ରଣୟୀ ଭାବରେ ରୂପାନ୍ତରିତ କରିବାରେ ଭଞ୍ଜ ଶୃଙ୍ଗାର ରସର ଆଶ୍ରୟ ନେଇଛନ୍ତି। ସୀତାଙ୍କ ବିରହରେ ରାମଙ୍କୁ ରସିକ କବି ପ୍ରଣୟ ଆକାଂକ୍ଷାରେ ଉତ୍କଣ୍ଠିତା ନାୟିକା ସହିତ ତୁଳନା କରିଛନ୍ତି। ଉତ୍କଣ୍ଠିତ ରାମଙ୍କୁ ଏ ବେଳରେ ରାମା ବା ରମଣୀ ସମ୍ବୋଧନ କରିବାରେ ବାଧା ନାହିଁ ବୋଲି ରସିକତା କରିଛନ୍ତି ଭଞ୍ଜ। ସଂସ୍କୃତରେ ରାମ ଶବ୍ଦ ବହୁବଚନରେ ରାମା ହୁଏ ଓ ପଶ୍ଚିମା ଲୋକମାନେ ରାମକୁ ରାମା ବୋଲି ଉଚ୍ଚାରଣ କରନ୍ତି। ମଧୁଶଯ୍ୟା ଗୃହର ମନୋରମ ବର୍ଣ୍ଣନା ଦେଇଛନ୍ତି ଭଞ୍ଜ। ଏ ମଧୁଶଯ୍ୟା ଗୃହରେ ଜଳୁଥିବା ଦୀପ କାମ ଭାବର ଉତ୍ତପ୍ତ ଅଗ୍ନି ନୁହେଁ, ଏହା ପବିତ୍ର ଦାମ୍ପତ୍ୟ ଜୀବନର ଚିର ଜାଜୁଲ୍ୟମାନ ଭାବର ପ୍ରତୀକ। ଏହା ଚିରସ୍ଥାୟୀ ବନ୍ଧନର ମହାନ ସାକ୍ଷୀ ରୂପରେ ଦେଦୀପ୍ୟମାନ। ଦୀପର ଏହି ହୁତାସନ ବା ଅଗ୍ନିକୁ ଛୁଇଁ ରାମ କହୁଛନ୍ତି, ରେ ବନ୍ଧୁ, ଏ ଦେହେ ଜୀବନ ଥିବା ଯାଏଁ ଅନ୍ୟକୁ ମୋର ବିଳାସିନୀ କରିବି ନାହିଁ। ଏହି କଥା କହୁଛନ୍ତି କବିଙ୍କ ଭାଷାରେ ବିଦଗ୍ଧ ବା ଲୀଳାବିଳାସୀ ମାର୍ମିକ ତଥା ରସିକ ରାମଚନ୍ଦ୍ର। ଏହିଭଳି ବ୍ୟକ୍ତିଙ୍କ ମୁଖରେ ହିଁ ଏପରି ବାକ୍ୟ ସମ୍ଭବ। ରାମଙ୍କ ବାକ୍ୟ ପରେ ସେହି ପ୍ରଦୀପରେ ହସ୍ତ ଦେଇ ଶପଥ କଲେ ସୀତା। କେଶରୁ କେତକୀ ପାଖୁଡ଼ା କାଢ଼ି କସ୍ତୁରୀରେ ଲେଖିଲେ, ଜନ୍ମେ ଜନ୍ମେ ଆନଠାରେ ମନ ବଳାଇବି ନାହିଁ। ପରଜନ୍ମର କୃଷ୍ଣ ରୁକ୍ମିଣୀ ଉପାଖ୍ୟାନ ସୂଚନା ଦେଇ ସୀତାଙ୍କ ମୁଖରେ କବି କହିଲେ, ନିର୍ଦ୍ଧାରିତ ବର ବାହୁଡ଼ି ଯିବ ଓ ବାର୍ତ୍ତାବହ ଦୂତ ପଠେଇ ତୁମକୁ ଲୋଡ଼ି ଆଣିବି। ବିଦର୍ଭ କନ୍ୟା ସୀତାଙ୍କର ଏ ବୈଦର୍ଭୀ ଚାତୁରୀ ସମ୍ବଳିତ ଲେଖା ନିଜ ବକ୍ଷରେ ସଂଯୋଗ କଲେ ରଘୁସୂତ। ଏ ହୃଦୟ ମିଳନ ମଧୁଶଯ୍ୟା ବର୍ଣ୍ଣନର ପ୍ରଧାନ ବିଭବ। ସଖୀମାନେ କେଳିପୁରକୁ ନାୟିକାଟିଏ ଭଳି ସଜାଇଛନ୍ତି। ଚାତୁରୀ କରି କହିଛନ୍ତି କବି, ବିକର୍ତ୍ତନ ବା ସୂର୍ଯ୍ୟଙ୍କ ତେଜରେ ପଦ୍ମିନୀର ମୋଦ ବା ଆନନ୍ଦ। ଶ୍ରୀରାମ ସୂର୍ଯ୍ୟବଂଶୀ ଓ ତୁ ପଦ୍ମିନୀ ଜାତୀୟ ସ୍ତ୍ରୀ। ତାଙ୍କ ପଦଶବ୍ଦ ଶୁଣି ତୃଷାର୍ତ ଚାତକ ପରି ଶ୍ରୀରାମ ଆନନ୍ଦିତ। ମାନବ ଧର୍ମ ପାଳନ ଓ ଆଦର୍ଶ ଦାମ୍ପତ୍ୟର ପ୍ରତିଷ୍ଠା ହୋଇଛି କେଳିଗୃହ ବର୍ଣ୍ଣନା ମାଧ୍ୟମରେ। ପ୍ରଥମ ରଜନୀର ପରିଚୟରେ ସଂଶୟ ତୁଟିଛି। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେ ସମସ୍ତ ସଂଶୟର ଊର୍ଦ୍ଧ୍ୱରେ, ତାହା ଏଠି ସୂଚେଇଛନ୍ତି ଭଞ୍ଜ। ସଂଶୟ ମେଘ ପରେ ଶରତ ଋତୁର ନିର୍ମଳତା ନେଇ କାଶତଣ୍ଡି ଫୁଲ ପରି ସୀତାଙ୍କ ମୁଖରେ ହସର ବିକାଶ ହୋଇଛି।
ସହ